Modifying the display of content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ କୁ ସ୍ୱାଗତ। ଏହି ଟ୍ୟୁଟୋରିଆଲ ଆମେ ଶିଖିବା ଡିସପ୍ଲେଜ୍, ଫୁଲ୍ କଣ୍ଟେଣ୍ଟ ଡିସପ୍ଲେ ମ୍ୟାନେଜ୍ କରିବା ଏବଂ ଟିଜର ଡିସପ୍ଲେ ମ୍ୟାନେଜ୍ କରିବା। ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ ମୁଁ ଉବୁଣ୍ଟୁ ଅପରେଟିଂ ସିଷ୍ଟମ୍, Drupal 8 ଏବଂ ଫାୟାରଫକ୍ସ ୱେବ୍ ବ୍ରାଉଜର ବ୍ୟବହାର କରୁଛି। ଆପଣ ନିଜ ଇଚ୍ଛା ଅନୁସାରେ ଯେକୌଣସି ୱେବ୍ ବ୍ରାଉଜର ବ୍ୟବହାର କରିପାରିବେ। ପୂର୍ବରୁ କ୍ରିଏଟ୍ କରିଥିବା ୱେବସାଇଟ୍ ଖୋଲନ୍ତୁ। ଏଠାରେ କଣ୍ଟେଣ୍ଟ ଅଛି। ଏହା କିପରି ଦେଖାଯାଉଛି ଏବଂ ପେଜ୍ ରେ ଡ୍ରୁପଲ୍ ଏହାକୁ କିପରି ରେଣ୍ଡର କରୁଛି ଦେଖିବା। ଧ୍ୟାନ ଦିଅନ୍ତୁ ଯେ ଟିଜର ମୋଡ୍ ରେ ଆପଣ ଏକ ରିଡ୍ ମୋର୍ ସହିତ ଟାଇଟଲ୍ ଏବଂ ବଡି ପାଇବେ। ସ୍କ୍ରୋଲ୍ ଡାଉନ୍ କଲେ ଏଠାରେ ସମସ୍ତ ନୂଆ କଣ୍ଟେଣ୍ଟ ଦେଖିପାରିବେ। ଡ୍ରୁପଲ୍ ଶେଷ 10ଟି ନୋଡ୍ସକୁ ବାଇ ଡିଫଲ୍ଟ ଆଉଟପୁଟ୍ ଦିଏ, ଯାହାକି ହୋମ୍ ପେଜ୍ କୁ ପ୍ରମୋଟ୍ କରିବା ପାଇଁ ତିଆରି ହୋଇଥାଏ। ଧ୍ୟାନ ଦିଅନ୍ତୁ ପେଜ୍ ତଳେ କିଛି ପେଜିନେସନ୍ ଅଛି 1, 2, 3, ନେକ୍ସଟ ଓ ଲାଷ୍ଟ। ଯଦି ଆପଣ ଲାଷ୍ଟରେ କ୍ଲିକ୍ କରିବେ ଟିଜର ମୋଡ୍ ରେ ଟାଇଟଲ୍ ପରେ ଏକ ରିଡ୍ ମୋର୍ ସହିତ ନୋଡ୍ ର ତାଲିକା ଦେଖିପାରିବେ। ଏହା ଆକର୍ଷକ ନୁହେଁ। ଭ୍ୟୁ ମୋଡ୍ସ ସେଟ୍ କରିବାକୁ ଡ୍ରୁପଲ୍ ଅନୁମତି ଦେଇଥାଏ। ପ୍ରଥମେ ଷ୍ଟ୍ରକ୍ଚର ଏବଂ ପରେ କଣ୍ଟେଣ୍ଟ ଟାଇପ୍ସ କ୍ଲିକ୍ କରନ୍ତୁ। ଇଭେଣ୍ଟସ୍ କଣ୍ଟେଣ୍ଟ ଟାଇପ୍ ପାଇଁ ଲେଆଉଟ୍ କୁ ଅପଡେଟ୍ କରନ୍ତୁ। ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରି ମ୍ୟାନେଜ୍ ଡିସପ୍ଲେ କ୍ଲିକ୍ କରନ୍ତୁ। ଉପର ଭାଗକୁ ଧ୍ୟାନ ଦିଅନ୍ତୁ। ମ୍ୟାନେଜ୍ ଡିସପ୍ଲେ ଟ୍ୟାବ୍ ଉପରେ ଏକ ଡିଫଲ୍ଟ ଏବଂ ଏକ ଟିଜର ଅଛି। ଡିଫଲ୍ଟ ହେଉଛି ଡିଫଲ୍ଟ ଲେଆଉଟ୍। ଫୁଲ୍ ଭ୍ୟୁ ଲେଆଉଟ୍ ଆଡ୍ କରନ୍ତୁ। ପରବର୍ତ୍ତୀ ହେଉଛି ଟିଜର ଲେଆଉଟ୍। ଟିଜର ଉପରେ କ୍ଲିକ୍ କରନ୍ତୁ। ଟିଜର ମୋଡ୍ ରେ କେବଳ ଇଭେଣ୍ଟ ଡେସ୍କ୍ରିପସନ୍ ଦେଖାଯାଏ ଏବଂ ଲିଙ୍କ୍ସଟି ହେଉଛି ରିଡ୍ ମୋର୍ ଲିଙ୍କ୍। ଏହା କୁହେ ଟ୍ରିମ୍ଡ ଲିମିଟ୍ 600 କ୍ୟାରେକ୍ଟର୍ସ। ଇଭେଣ୍ଟ କଣ୍ଟେଣ୍ଟ ଟାଇପ୍ ପାଇଁ ଟିଜର ମୋଡ୍ ଭଲ ଦେଖାଯିବାକୁ ଏଥିମଧ୍ୟରୁ କିଛି ଅପଡେଟ୍ କରିବା। ଆଗକୁ ଯିବା ପୂର୍ବରୁ ବୁଝିବାକୁ ହେବ ଯେ ଡ୍ରୁପଲ୍ ଆମକୁ ଲେଆଉଟ୍ସ ଦେଇଥାଏ। ପ୍ରଥମେ ଷ୍ଟ୍ରକ୍ଚର ଏବଂ ପରେ ଡିସପ୍ଲେ ମୋଡ୍ସ କ୍ଲିକ୍ କରନ୍ତୁ। ଏହାପରେ ଭ୍ୟୁ ମୋଡ୍ସ କ୍ଲିକ୍ କରନ୍ତୁ। ଧ୍ୟାନ ଦିଅନ୍ତୁ ଏଠାରେ ଫର୍ମ ମୋଡ୍ସ ମଧ୍ୟ ଅଛି। ଏହି ଫର୍ମ ମୋଡ୍ସ ହେଉଛି ଡେଟା ଏଣ୍ଟ୍ରି କରିବାର ଲେଆଉଟ୍। ଭ୍ୟୁ ମୋଡ୍ସ ହେଉଛି ଡେଟା ଦେଖିବାର ଲେଆଉଟ୍। ଭ୍ୟୁ ମୋଡ୍ସ କ୍ଲିକ୍ କରନ୍ତୁ। କଣ୍ଟେଣ୍ଟ ଭ୍ୟୁ ମୋଡ୍ ଅଧୀନରେ ଫୁଲ୍ କଣ୍ଟେଣ୍ଟ, ଆରଏସଏସ, ସର୍ଚ୍ଚ ଇଣ୍ଡେକ୍ସ, ସର୍ଚ୍ଚ ରିଜଲ୍ଟସ୍, ଟିଜର ଦେଖିପାରିବେ। ଏକ ନୂଆ କଣ୍ଟେଣ୍ଟ ଭ୍ୟୁ ମୋଡ୍ ଆଡ୍ କରିପାରିବେ। ମୁଖ୍ୟ ଜିନିଷ ହେଉଛି ଆମେ କେବଳ ଡ୍ରୁପଲ୍ ଦ୍ୱାରା ଦିଆଯାଉଥିବା ଜିନିଷ ମଧ୍ୟରେ ସୀମିତ ନୁହେଁ। ଆମ ପାଖରେ ବ୍ଲକ୍ସ, କମେଣ୍ଟସ୍, ଟେକ୍ସୋନୋମି ଟର୍ମସ୍ ଏବଂ ୟୁଜର୍ସ ମଧ୍ୟ ଅଛି। ଏଥିରେ ନିଜର ଭ୍ୟୁ ମୋଡ୍ସ ଆଡ୍ କରିପାରିବେ। ମନେ ରଖନ୍ତୁ ଏହା ହେଉଛି ମୁଖ୍ୟ ଜିନିଷ। ଏଗୁଡ଼ିକ ଉପଲବ୍ଧ ଅଛି କିନ୍ତୁ ପ୍ରତ୍ୟେକ କଣ୍ଟେଣ୍ଟ ଟାଇପ୍ ପାଇଁ ସମସ୍ତେ ଏନେବଲ୍ଡ ନୁହେଁ। ପଛକୁ ଫେରି ତାକୁ କରନ୍ତୁ। ଷ୍ଟ୍ରକ୍ଚରକୁ ଫେରି ଆସନ୍ତୁ ଏବଂ କଣ୍ଟେଣ୍ଟ ଟାଇପ୍ସ କ୍ଲିକ୍ କରନ୍ତୁ। ଇଭେଣ୍ଟସ୍ କଣ୍ଟେଣ୍ଟ ଟାଇପ୍ ଉପରେ ମ୍ୟାନେଜ୍ ଡିସପ୍ଲେ କ୍ଲିକ୍ କରନ୍ତୁ। ପୁଣିଥରେ ଆମେ ସେହି ପେଜ୍ ରେ ଅଛେ ଯେଉଁଠି ଡିଫଲ୍ଟ ଏବଂ ଟିଜର ଅଛି। ତଳକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ ଏବଂ କଷ୍ଟମ୍ ଡିସପ୍ଲେ ସେଟିଂସ୍ କ୍ଲିକ୍ କରନ୍ତୁ। ଫୁଲ୍ କଣ୍ଟେଣ୍ଟ ରେ ଚେକ୍ ମାର୍କ ଦିଅନ୍ତୁ। ଏହା ଫିଲ୍ଡସ୍ କୁ କିପରି ବାହାରେ ରଖିବେ ତାହା ମାନିପୁଲେଟ୍ କରିବା ପାଇଁ ଅନୁମତି ଦିଏ ଯେତେବେଳେ ନୋଡ୍ କୁ ଦେଖିବେ। ସେଭ୍ କ୍ଲିକ୍ କରନ୍ତୁ। ଏବେ ଉପର ପାର୍ଶ୍ୱରେ ଫୁଲ୍ କଣ୍ଟେଣ୍ଟ ଏବଂ ଟିଜର ଅଛି। ଏହାପରେ ଉଭୟ ଭ୍ୟୁ ମୋଡ୍ସ କୁ କିପରି ଅପଡେଟ୍ କରାଯାଏ ଶିଖିବା। ପ୍ରଥମେ ଫୁଲ୍ କଣ୍ଟେଣ୍ଟ ଭ୍ୟୁକୁ ଅପଡେଟ୍ କରନ୍ତୁ। ଆମର ଫୁଲ୍ କଣ୍ଟେଣ୍ଟ ଲେଆଉଟ୍ ରେ ଏହି ଫିଲ୍ଡସ୍ ଅଛି ଏବଂ ସେଗୁଡ଼ିକ ଲେବଲ୍ କିପରି ଦେଖାଯିବ ସେହି କ୍ରମରେ ଅଛନ୍ତି। ପଛକୁ ଫେରନ୍ତୁ ଏବଂ ଏକ ଇଭେଣ୍ଟ ଉପରେ ନଜର ଦିଅନ୍ତୁ। ଡ୍ରୁପଲ୍ କ୍ୟାମ୍ପ ସିନସିନାଟି କ୍ଲିକ୍ କରନ୍ତୁ। ବଡି ଉପରେ ଅଛି। ଇଭେଣ୍ଟ ୱେବସାଇଟ୍, ଡେଟ୍, ଟପିକ୍ ଏବଂ ଲୋଗୋ ଭିତରୁ ଯଦି ଆମ ପାଖରେ ଗୋଟିଏ ଅଛି। ଏବେ କଣ୍ଟେଣ୍ଟ ଭଲ ଦେଖାଯିବା ପାଇଁ ଏଗୁଡ଼ିକୁ କ୍ଲିନ୍ କରନ୍ତୁ। ଇଭେଣ୍ଟସ୍ ପାଇଁ ଷ୍ଟ୍ରକ୍ଚର, କଣ୍ଟେଣ୍ଟ ଟାଇପ୍ସ, ମ୍ୟାନେଜ୍ ଡିସପ୍ଲେ ଏବଂ ଏହାପରେ ଫୁଲ୍ କଣ୍ଟେଣ୍ଟ କ୍ଲିକ୍ କରନ୍ତୁ।
ଏଠାରେ ଇଭେଣ୍ଟ ଡେସ୍କ୍ରିପସନ ଫୁଲ୍ ମୋଡ୍ ରେ ଅଛି। ତାକୁ ଲୋଗୋ ତଳକୁ ଡ୍ରାଗ୍ କରନ୍ତୁ। ଏହାପରେ ଲୋଗୋ ପାଇଁ ଲେବଲ୍ କୁ ହାଇଡ୍ କରନ୍ତୁ ଏବଂ ଏହାକୁ ଅରିଜିନାଲ୍ ଇମେଜ୍ ରୁ ମିଡିୟମ୍ ସାଇଜ୍ କୁ ବଦଳାନ୍ତୁ। ଏହା ଏକ ଇମେଜ୍ ଷ୍ଟାଇଲ୍। ଯେତେବେଳେ ଭ୍ୟୁଜ୍ ପାଇବା ସେତେବେଳେ ଇମେଜ୍ ଷ୍ଟାଇଲ୍ସ ବିଷୟରେ ଅଧିକ ଶିଖିବା। ବୁଝିପାରିବା ଯେ ଯେକୌଣସି ଇମେଜ୍ ଷ୍ଟାଇଲ୍ ରେ ଯେକୌଣସି ସାଇଜ୍ ର ଇମେଜ୍ ଜେନେରେଟ୍ କରିହେବ। ଏହାପରେ ତାକୁ ଯେକୌଣସି ସ୍ଥାନରେ ବ୍ୟବହାର କରିହେବ। ଅପଡେଟ୍ କ୍ଲିକ୍ କରନ୍ତୁ। ଏବେ ଇଭେଣ୍ଟ ଲୋଗୋ ବାମ ପାଖରେ ରହିବ କାରଣ ଇମେଜ୍ ଗୁଡ଼ିକୁ ଏହି ଥିମ୍ ବାମ ପାଖକୁ ନେଇଯାଏ। ଏହାର ଚାରିପାଖରେ ବଡି ଗୁଡେଇ ହେବ। ଇଭେଣ୍ଟ ଡେଟ୍ କୁ ଲେବଲ୍ ଇନଲାଇନ୍ ଭାବେ ରଖନ୍ତୁ। ଏବେ ଫର୍ମାଟ୍ ବଦଳାନ୍ତୁ। ଡାହାଣ ପାଖରେ ଥିବା ଗିୟର କ୍ଲିକ୍ କରନ୍ତୁ। କୌଣସି ଜିନିଷକୁ କନଫିଗର୍ କରିବାକୁ ଗିୟର ବ୍ୟବହାର କରାଯାଏ। ଏହାକୁ ଡିଫଲ୍ଟ ଲଙ୍ଗ୍ ଡେଟ୍ କୁ ବଦଳାନ୍ତୁ। ଅପଡେଟ୍ କ୍ଲିକ୍ କରନ୍ତୁ। ଏହା ହେଉଛି ବହୁତ ବଢିଆ। ଇଭେଣ୍ଟ ସ୍ପନ୍ସର୍ କୁ ଇନଲାଇନ୍ ଭାବେ ରଖନ୍ତୁ। ଦେଖିପାରିବେ ଯେ ଆଉଟପୁଟ୍ ରେଫରେନ୍ସଡ୍ ଏଣ୍ଟିଟି ସହ ଲିଙ୍କ୍ ହୋଇଛି। ଏହାର ଅର୍ଥ ଯଦି ଡ୍ରୁପଲକ୍ୟାମ୍ପ ସିନ୍ସିନାଟିକୁ ସିନ୍ସିନାଟି ୟୁଜର୍ ଗ୍ରୁପ୍ ସ୍ପନ୍ସର୍ କରିବ ତେବେ ତାହା ୟୁଜର୍ ଗ୍ରୁପ୍ ପେଜ୍ ସହ ଲିଙ୍କ୍ ହେବ। ତାହା ପ୍ରକୃତରେ ଆମେ ଚାହୁଁଥିବା ଭଳି। ଯେହେତୁ କଲମ୍ ଭିତରେ ଇଭେଣ୍ଟ ଟପିକ୍ସ ଅଛି ଏଭବ୍ ଚୟନ କରନ୍ତୁ। ପୁଣିଥରେ ଏହା ରେଫରେନ୍ସଡ୍ ଏଣ୍ଟିଟି ସହ ଲିଙ୍କ୍ ହୋଇଛି। ଏବେ ଟ୍ୟୁଟୋରିଆଲ୍ କୁ ପଜ୍ କରନ୍ତୁ ଏବଂ ସ୍କ୍ରିନ୍ କିପରି ଦେଖାଯାଉଛି ଦେଖନ୍ତୁ। ସେଭ୍ କ୍ଲିକ୍ କରନ୍ତୁ। ଫୁଲ୍ ଭ୍ୟୁ ମୋଡ୍ ରେ ଥିବା ଗୋଟିଏ ନୋଟ୍ସ କୁ ନଜର କରନ୍ତୁ। ପ୍ରଥମେ କଣ୍ଟେଣ୍ଟ ଏବଂ ପରେ ଯେକୌଣସି ଇଭେଣ୍ଟ ଉପରେ କ୍ଲିକ୍ କରନ୍ତୁ। ଇଭେଣ୍ଟସ୍ ଏବଂ ଟେକ୍ସଟ୍ ର ନାମ ସମ୍ପୂର୍ଣ୍ଣ ଭିନ୍ନ ହେବ। କାରଣ ଡିୱେଲ୍ ଲୋରେମ୍ ଇପ୍ସମ୍ ବ୍ୟବହାର କରେ। ଯେକୌଣସି ଇଭେଣ୍ଟ କ୍ଲିକ୍ କରନ୍ତୁ। ଏବେ ଏକ ଲେଆଉଟ୍ ଦେଖିବା ଉଚିତ। ଏହା ବହୁତ ଭଲ ଦେଖାଯାଉଛି। ଇଭେଣ୍ଟ ୱେବସାଇଟ୍, ଇଭେଣ୍ଟ ଡେଟ୍, ଇଭେଣ୍ଟ ସ୍ପନ୍ସର୍ସ। ଇଭେଣ୍ଟ ଟପିକ୍ସ ରେ କିଛି ସମସ୍ୟା ଅଛି କିନ୍ତୁ ତା ପାଇଁ କିଛି CSS ବ୍ୟବହାର କରିପାରିବେ। ସେଗୁଡ଼ିକର ଲିଙ୍କ୍ସ ସଠିକ ସ୍ଥାନକୁ ପଏଣ୍ଟ କରେ। ୟୁଜର୍ ଗ୍ରୁପ୍ କଣ୍ଟେଣ୍ଟ ଟାଇପ୍ ପାଇଁ ଫୁଲ୍ ଡିସପ୍ଲେ ଅପଡେଟ୍ କରନ୍ତୁ। ଷ୍ଟ୍ରକ୍ଚର କଣ୍ଟେଣ୍ଟ ଟାଇପ୍ସ କ୍ଲିକ୍ କରନ୍ତୁ ଏବଂ ଏହାପରେ ୟୁଜର୍ ଗ୍ରୁପ୍ସ ଭିତରେ ମ୍ୟାନେଜ୍ ଡିସପ୍ଲେ କ୍ଲିକ୍ କରନ୍ତୁ। ପୁଣିଥରେ ଭ୍ୟୁଜ୍ କୁ ଅପଡେଟ୍ କରିବା ଦରକାର। ସ୍କ୍ରୋଲ୍ ଡାଉନ୍ କରି କଷ୍ଟମ୍ ଡିସପ୍ଲେ ସେଟିଂସ୍ କ୍ଲିକ୍ କରନ୍ତୁ ଏବଂ ଫୁଲ୍ କଣ୍ଟେଣ୍ଟ ଚୟନ କରନ୍ତୁ। ନିଜ ହିସାବରେ ଯେକୌଣସି ଡିସପ୍ଲେକୁ ଅପଡେଟ୍ କରିପାରିବେ। ସେଭ୍ କ୍ଲିକ୍ କରନ୍ତୁ। ଏହାପରେ ଫୁଲ୍ କଣ୍ଟେଣ୍ଟ ଚୁଜ୍ କରନ୍ତୁ। ଇଭେଣ୍ଟସ୍ ରେ ଯାହା କରିଥିଲେ ସେହିଭଳି ଦେଖାଯିବ। ଡେସ୍କ୍ରିପସନ୍ ଏବଂ ସାଇଟ୍ ଇନଲାଇନ୍ ଉପରେ ଗ୍ରୁପ୍ ୱେବସାଇଟ୍ ରଖନ୍ତୁ। ପୁଣିଥରେ ଲେବଲ୍ କୁ ଇନଲାଇନ୍ କରିବା ପାଇଁ ଗ୍ରୁପ୍ କଣ୍ଟାକ୍ଟ ଏବଂ ଇମେଲ୍ କୁ ଏକାଠି ରଖନ୍ତୁ। ଇମେଲ୍ କୁ ଇମେଲ୍ ଲିଙ୍କ୍ ବଦଳରେ ପ୍ଲେନ୍ ଟେକ୍ସଟ୍ ରଖନ୍ତୁ। କାରଣ ଇମେଲ୍ ପଠାଇବା ପାଇଁ ମୁଁ ଡିଫଲ୍ଟ ଇମେଲ୍ ପ୍ରୋଗ୍ରାମ୍ ବ୍ୟବହାର କରୁନାହିଁ। ଏହାକୁ ପ୍ଲେନ୍ ଟେକ୍ସଟ୍ ରଖନ୍ତୁ। ଗ୍ରୁପ୍ ଏକ୍ସପିରିଏନ୍ସ ଲେବଲ୍ କୁ ଏଭବ୍ ଭାବରେ ରଖନ୍ତୁ କାରଣ ଏହା ସମସ୍ତ ଏକ୍ସପିରିଏନ୍ସ ର ଲିଷ୍ଟ। ଶେଷରେ ଇଭେଣ୍ଟସ୍ ସ୍ପନ୍ସର୍ଡ କୁ ଏଭବ୍ ଭାବେ ରଖନ୍ତୁ। ଫର୍ମାଟ୍ କୁ ଲେବଲ୍ ଭାବେ ରଖନ୍ତୁ। ଏଣ୍ଟିଟି ଆଇଡି କିମ୍ବା ରେଣ୍ଡର୍ଡ ଏଣ୍ଟିଟି ମଧ୍ୟ ଚୁଜ୍ କରିପାରିଥାନ୍ତେ। କିନ୍ତୁ ଏପରି କଲେ ଆମେ ଏଠାରେ ଥିବା ଇଭେଣ୍ଟ ପେଜ୍ ର ସମଗ୍ର ସମୂହ ସହିତ ସମାପ୍ତ କରିବା। ଏହାକୁ ଲେବଲ୍ ଭାବେ ରଖନ୍ତୁ। ଏଠାରେ ଲିଙ୍କ୍ ଟୁ ଦ ରେଫରେନ୍ସଡ୍ ଏଣ୍ଟିଟି ଅଛି। ଏହାକୁ କ୍ଲିକ୍ କରି ସିନ୍ସିନାଟି ୟୁଜର୍ ଗ୍ରୁପ୍ ଭିତରେ ଥିବା ଡ୍ରୁପଲକ୍ୟାମ୍ପ ସିନ୍ସିନାଟିକୁ ଯାଇପାରିବେ। ସେଭ୍ କ୍ଲିକ୍ କରି ଯାଞ୍ଚ କରନ୍ତୁ। କଣ୍ଟେଣ୍ଟ କ୍ଲିକ୍ କରନ୍ତୁ ଏବଂ ଲିଷ୍ଟ ଭିତରୁ ୟୁଜର୍ ଗ୍ରୁପ୍ କ୍ଲିକ୍ କରନ୍ତୁ। ଏଠାରେ ଗ୍ରୁପ୍ ୱେବସାଇଟ୍, ଡେସ୍କ୍ରିପସନ୍, କଣ୍ଟାକ୍ଟ ଇନଫର୍ମେସନ୍ ଅଛି। ଏହା ଡିଭେଲ୍ ଦ୍ୱାରା କ୍ରିଏଟ୍ ହୋଇଛି। ଏକ କଣ୍ଟାକ୍ଟ ଇମେଲ୍ ହେଉଛି ଫେକ୍ ଆଇଡି ଯାହା ଡିଭେଲ୍ ଦ୍ୱାରା କ୍ରିଏଟ୍ ହୋଇଛି। ମୁଖ୍ୟ ଜିନିଷ ହେଉଛି ଏହା କାମ କରେ। ଏଠାରେ ଗ୍ରୁପ୍ ଏକ୍ସପିରିଏନ୍ସ ଲେବଲ୍ ଅଛି। ଧ୍ୟାନ ଦିଅନ୍ତୁ ଡିଭେଲ୍ କିଛି ଡବଲ୍ ସିଲେକ୍ଟ କରିଛି। ବର୍ତ୍ତମାନ ପାଇଁ ଏହାକୁ ଛାଡି ଦିଅନ୍ତୁ। ଶେଷରେ ଇଭେଣ୍ଟ ସ୍ପନ୍ସର୍ଡ ହେଉଛି ଡ୍ରୁପଲକ୍ୟାମ୍ପ ସିନ୍ସିନାଟି।
କୌଣସି ଡିସପ୍ଲେ କିମ୍ବା ଲେଆଉଟ୍ ମଡ୍ୟୁଲ୍ସ ଆଡ୍ ନକରି ମଧ୍ୟ ଏହି ଲେଆଉଟ୍ ସବୁଠାରୁ ଭଲ। ଆମେ ସଫଳତାପୂର୍ବକ ଫୁଲ୍ କଣ୍ଟେଣ୍ଟ ତିଆରି କରିଛେ। ଏହାପରେ ଟିଜର ମୋଡ୍ସକୁ ଅପଡେଟ୍ କରିବା ଶିଖିବା। ଏହି ଦୁଇଟି ବେଶୀ ଖରାପ ନୁହନ୍ତି। କିନ୍ତୁ ସ୍କ୍ରୋଲ୍ ଡାଉନ୍ କଲେ ଟିଜର ମୋଡ୍ସ ମଧ୍ୟ ବହୁତ ଭଲ ନୁହେଁ। ତାକୁ ସହଜରେ ଫିକ୍ସ କରିପାରିବେ। ଷ୍ଟ୍ରକ୍ଚର ଏବଂ କଣ୍ଟେଣ୍ଟ ଟାଇପ୍ସ କ୍ଲିକ୍ କରନ୍ତୁ। ଇଭେଣ୍ଟସ୍ ଭିତରେ ପ୍ରଥମେ ମ୍ୟାନେଜ୍ ଡିସପ୍ଲେ ଏବଂ ପରେ ଟିଜର କ୍ଲିକ୍ କରନ୍ତୁ। ଡ୍ରୁପଲ୍ ଆମକୁ ଲିଙ୍କ୍ସ ଏବଂ ଇଭେଣ୍ଟ ଡେସ୍କ୍ରିପସନ୍ ଦେଇଥାଏ, ଯାହା ହେଉଛି ବଡି ଫିଲ୍ଡ। ଏଥିପାଇଁ ଟିଜର ମୋଡ୍ ଅପଡେଟ୍ କରନ୍ତୁ। ଇଭେଣ୍ଟ ୱେବସାଇଟ୍ କୁ ଉପରକୁ ଡ୍ରାଗ୍ କରନ୍ତୁ ଏବଂ ଇନଲାଇନ୍ ଚୟନ କରନ୍ତୁ। ଏହାପରେ ଇଭେଣ୍ଟ ଡେଟ୍ କୁ ଉପରକୁ ଡ୍ରାଗ୍ କରନ୍ତୁ, କାରଣ ଏହା ଗୁରୁତ୍ୱପୂର୍ଣ୍ଣ। ପୁଣି ଇଭେଣ୍ଟ ଲୋଗୋକୁ ଉପରକୁ ଡ୍ରାଗ୍ କରନ୍ତୁ। ଲେବଲ୍ କୁ ହାଇଡ୍ କରନ୍ତୁ ଏବଂ ଫର୍ମାଟ୍ କୁ ଥମ୍ବନେଲ୍ ରେ ଚେଞ୍ଜ କରନ୍ତୁ। ସାଇଟ୍ ଉପରେ କୌଣସି ଇମେଜ୍ ପାଇଁ ଇମେଜ୍ ଷ୍ଟାଇଲ୍ସ କ୍ରିଏଟ୍ କରିପାରିବେ। କିନ୍ତୁ ଏ ବିଷୟରେ ପରେ ଶିଖିବା। ଲିଙ୍କ ଇମେଜ୍ 2 କୁ କଣ୍ଟେଣ୍ଟ ଭାବେ ବଦଳାନ୍ତୁ। ଏହା କଣ୍ଟେଣ୍ଟ ଆଇଟମ୍ ଭିତରେ ଲୋଗୋକୁ ଲିଙ୍କ ଭାବେ ତିଆରି କରେ। ଏବେ ଅପଡେଟ୍ ଦାବନ୍ତୁ। ଆମ ପାଖରେ ଲୋଗୋ, ୱେବସାଇଟ୍ ଏବଂ ଡେଟ୍ ଅଛି। ଲିଙ୍କ୍ସ କୁ ତଳକୁ ଡ୍ରାଗ୍ କରନ୍ତୁ। ଏହାପରେ ଇଭେଣ୍ଟ ଡିସ୍କ୍ରିପସନ୍ କୁ ଟ୍ରିମ୍ କରନ୍ତୁ। ଗିୟର କୁ କ୍ଲିକ୍ କରନ୍ତୁ ଏବଂ ଏହାକୁ 400 କ୍ୟାରେକ୍ଟର୍ସ କୁ ଚେଞ୍ଜ କରନ୍ତୁ। ଅପଡେଟ୍ ଦାବନ୍ତୁ। ଏହାପରେ ଡ୍ରପ୍ ଡାଉନ୍ କ୍ଲିକ୍ କରି ଅପ୍ସନ୍ କୁ ଟ୍ରିମ୍ଡ ରେ ଚେଞ୍ଜ କରନ୍ତୁ। ଏବେ ଟିଜର ମୋଡ୍ ରେ ବାମପଟେ ଲୋଗୋ, ୱେବସାଇଟ୍, ଡେଟ୍ ଏବଂ ଡାହାଣ ପଟେ ଲିଙ୍କ୍ସ ସହିତ ଡେସ୍କ୍ରିପସନ୍ ରହିବା ଉଚିତ। ଏବେ କିପରି ଦେଖାଯାଉଛି ଦେଖନ୍ତୁ। ସେଭ୍ କ୍ଲିକ୍ କରନ୍ତୁ। ସାଇଟ୍ କୁ ଫେରିଆସନ୍ତୁ। ଡ୍ରୁପଲ୍ କ୍ୟାମ୍ପ ସିନସିନାଟି ଅପଡେଟେଡ୍ ହୋଇଥିବା ଦେଖିପାରିବେ। ଡେଟ୍ ଫିଲ୍ଡ କୁ ପରେ ଅପଡେଟ୍ କରିବା। ବଡି ଟ୍ରିମ୍ ହୋଇଥିବା ଦେଖିପାରିବେ। ଷ୍ଟ୍ରକ୍ଚର କ୍ଲିକ୍ କରନ୍ତୁ। ଏହାପରେ କଣ୍ଟେଣ୍ଟ ଟାଇପ୍ସ, ଇଭେଣ୍ଟସ୍, ମ୍ୟାନେଜ୍ ଡିସପ୍ଲେ ଏବଂ ଟିଜର କ୍ଲିକ୍ କରନ୍ତୁ। ଇଭେଣ୍ଟ ଡେଟ୍ ବ୍ୟତୀତ ଏହାର ଅଧିକାଂଶ ଠିକ୍ ଅଛି। ଟାଇମ୍ ଏଗୋ ବଦଳରେ ଆମେ କଷ୍ଟମ୍ ଚୟନ କରିବା। ଧ୍ୟାନ ଦିଅନ୍ତୁ, ଡେଟ୍ ଫର୍ମାଟ୍ସ ପାଇଁ ପିଏଚପି ଡକ୍ୟୁମେଣ୍ଟେସନ୍ ରେ ଏକ ଲିଙ୍କ୍ ଅଛି। ଡେଟ୍ ଟାଇମ୍ ଫର୍ମାଟ୍ କୁ ଅପଡେଟ୍ କରନ୍ତୁ। ପ୍ରଥମେ ତାକୁ ଡିଲିଟ୍ କରନ୍ତୁ। ଲୋୟର୍ କେସ୍ l, କ୍ୟାପିଟାଲ୍ F, JS, ଏବଂ କ୍ୟାପିଟାଲ୍ Y। ଏହାର ଅର୍ଥ ସପ୍ତାହର ଗୋଟିଏ ଦିନ, ମାସର ଗୋଟିଏ ଦିନ ଏବଂ ଏହାପରେ ଉପଯୁକ୍ତ ସଫିକ୍ସ st, nd, rd, th ଏବଂ 4 ସଂଖ୍ୟା ବିଶିଷ୍ଟ ବର୍ଷ। ଅପଡେଟ୍ ଦାବନ୍ତୁ। ଏଠାରେ ଡେଟ୍ ର ଏକ ପ୍ରିଭ୍ୟୁ ଦେଖିପାରିବେ। ସେଭ୍ ଦାବନ୍ତୁ। ବର୍ତ୍ତମାନ ପାଇଁ ଇଭେଣ୍ଟ ଡେସ୍କ୍ରିପସନ୍ ହାଇଡ୍ କରନ୍ତୁ। ସେଭ୍ ଦାବନ୍ତୁ। ସାଇଟ୍ କୁ ଦେଖନ୍ତୁ। ଏବେ ଇଭେଣ୍ଟ ପାଇଁ ଏଠାରେ ଟିଜର ଦେଖାଯିବ। ଟାଇଟଲ୍, ଲୋଗୋ, ୱେବସାଇଟ୍ ଏବଂ ଇଭେଣ୍ଟ ଡେଟ୍। ୟୁଜର ଗ୍ରୁପ୍ସ ପାଇଁ ଟିଜର ମୋଡ୍ ଅପଡେଟ୍ କରନ୍ତୁ। ୟୁଜର ଗ୍ରୁପ୍ସ ଭିତରେ ପ୍ରଥମେ ଷ୍ଟ୍ରକ୍ଚର, କଣ୍ଟେଣ୍ଟ ଟାଇପ୍ସ ଏବଂ ପରେ ମ୍ୟାନେଜ୍ ଡିସପ୍ଲେ କ୍ଲିକ୍ କରନ୍ତୁ। ଏହାପରେ ଟିଜର କ୍ଲିକ୍ କରନ୍ତୁ। ଏଠାରେ ଛୋଟିଆ ପାର୍ଥକ୍ୟ ଅଛି କାରଣ ଆମ ପାଖରେ କୌଣସି ଇମେଜେସ୍ ନାହିଁ। ଆମର ଏକ ୟୁଜର ଗ୍ରୁପ୍ ଲୋଗୋ ଥିଲା। ଉପର ଭାଗରେ ୟୁଜର ଗ୍ରୁପ୍ ୱେବସାଇଟ୍ ରଖନ୍ତୁ। ୟୁଜର ଗ୍ରୁପ୍ ଡେସ୍କ୍ରିପସନ୍ କୁ ଡିସପ୍ଲେ କରନ୍ତୁ ନାହିଁ। ଗ୍ରୁପ୍ କଣ୍ଟାକ୍ଟ ଇମେଲ୍ କୁ ରଖନ୍ତୁ। ଏବଂ ଗ୍ରୁପ୍ ୱେବସାଇଟ୍ ଏବଂ କଣ୍ଟାକ୍ଟ ଇମେଲ୍ ର ଲେବଲ୍ କୁ ଇନଲାଇନ୍ ରେ ବଦଳାନ୍ତୁ। ପୁଣିଥରେ ଫର୍ମାଟ୍ କୁ ପ୍ଲେନ୍ ଟେକ୍ସଟ୍ ଭାବରେ ରଖିବି କାରଣ ମୁଁ ଡିଫଲ୍ଟ ଇମେଲ୍ ବ୍ୟବହାର କରିବି ନାହିଁ। ଏହା ଅତି ସହଜ ଟିଜର ମୋଡ୍। ସେଭ୍ ଦାବନ୍ତୁ। ସାଇଟ୍ କୁ ଫେରିଆସନ୍ତୁ। ସିନସିନାଟି ୟୁଜର ଗ୍ରୁପ୍ ର ଏକ ଗ୍ରୁପ୍ ୱେବସାଇଟ୍ ଏବଂ କଣ୍ଟାକ୍ଟ ଇମେଲ୍ ର ଏକ ରିଡ୍ ମୋର୍ ଅଛି। ଏଥିପାଇଁ ଆମେ ଫୁଲ୍ କଣ୍ଟେଣ୍ଟ ଏବଂ ଟିଜର ମୋଡ୍ ପାଇଁ ଭ୍ୟୁ ମୋଡ୍ସ ଅପଡେଟ୍ କରିବା। ପରବର୍ତ୍ତୀ ଟ୍ୟୁଟୋରିଆଲ୍ ଗୁଡିକରେ ଆମେ ଲେଣ୍ଡିଙ୍ଗ୍ ପେଜେସ୍ କୁ ଯିବା ଏବଂ କଣ୍ଟେଣ୍ଟ କୁ ବ୍ୟବହାର ଉପଯୋଗୀ ରୂପ ଦେବା। ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ। ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ ଡିସପ୍ଲେଜ୍, ଫୁଲ୍ କଣ୍ଟେଣ୍ଟ ଡିସପ୍ଲେ ମ୍ୟାନେଜ୍ କରିବା ଏବଂ ଡିସପ୍ଲେ ଟିଜର୍ କୁ ମ୍ୟାନେଜ୍ କରିବା।
ଆକୁୟା ଓ ଓଏସ୍ ଟ୍ରେନିଂ ରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ ଆଇଆଇଟି ବମ୍ବେର ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି। ଏହି ଲିଙ୍କ୍ ରେ ଥିବା ଭିଡିଓ ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟକୁ ସାରାଂଶିତ କରେ। ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି। ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ। ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ ଏନଏମଇଆଇସିଟି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଏନଭିଏଲଆଇ ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ। ଆଇଆଇଟି ବମ୍ବେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି। ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ।